समस्तଙ୍କୁ ମୋର ନମସ୍କାର। ଆଜି ଆମେ କଥା ହେବା ଇଂଲିଶ ମିଡ଼ିୟମ ସ୍କୁଲ ଆଉ ଓଡ଼ିଆ ମିଡ଼ିୟମ ସ୍କୁଲ ବିଷୟରେ। ତ ଯେତେବେଳେ ପ୍ୟାରେଣ୍ଟସ୍ ମାନେ ତାଙ୍କ କୁନି କୁନି ପିଲାଙ୍କୁ ଆଡମିସନ୍ ପାଇଁ ଚିନ୍ତା କରୁଛନ୍ତି ଛୋଟବେଳୁ, ସେମାନେ କନଫ୍ୟୁଜନରେ ପଡ଼ୁଛନ୍ତି କି କେଉଁ ସ୍କୁଲରେ ଆଡମିସନ୍ କରିବେ, ଇଂଲିଶ ମିଡ଼ିୟମ ସ୍କୁଲରେ ନା ଓଡ଼ିଆ ମିଡ଼ିୟମ ସ୍କୁଲରେ। ତ ଦେଖନ୍ତୁ, ଦୁଇଟା ଯାକ ସ୍କୁଲ ବହୁତ ଭଲ। ଇଂଲିଶ ମିଡ଼ିୟମ ସ୍କୁଲରେ ଇଂଲିଶଟାକୁ ବେଶୀ ପ୍ରାଧାନ୍ୟ ଦିଆଯାଇଥାଏ। ଓଡ଼ିଆ ମିଡ଼ିୟମ ସ୍କୁଲରେ ପିଲାମାନେ ସବୁକିଛି ଓଡ଼ିଆରେ ପଢ଼ିଥାନ୍ତି। ତ ଆଜିକାଲି ଇଂଲିଶ ମିଡ଼ିୟମ ସ୍କୁଲର ଟ୍ରେଣ୍ଡ ବହୁତ ଚାଲିଛି, କାହିଁକି ନା ଆମେମାନେ ଚାହୁଁଛେ ଆମ ପିଲା ଟିକେ ଇଂଲିଶରେ ଭଲରେ କଥା କହିପାରୁ। କିନ୍ତୁ ଓଡ଼ିଆ ମିଡ଼ିୟମ ସ୍କୁଲରେ ସବୁକିଛି ଓଡ଼ିଆରେ ପିଲା ପଢ଼ିବ, ତ ତାର ଟିକେ ଇଂଲିଶରେ ତା ଷ୍ଟାଣ୍ଡାର୍ଡ ଟିକେ ଲୋ ରହିବ। ଆଉ ଇଂଲିଶ ମିଡ଼ିୟମ ସ୍କୁଲରେ ଯେହେତୁ ସେ ସବୁକିଛି ଇଂଲିଶରେ ପଢ଼ିବ, ତ ଓବିୟସ୍ କଥା କି ତା ଷ୍ଟାଣ୍ଡାର୍ଡ ଓଡ଼ିଆରେ ନିହାତି ଭାବରେ ଲୋ ରହିବ। ତ ଆମେମାନେ ଇଂଲିଶ ମିଡ଼ିୟମ ସ୍କୁଲରେ ପିଲାକୁ ପାଠ ପଢ଼େଇକି ଦେଖୁଛୁ, ପିଲାଟି ଓଡ଼ିଆରେ ଭଲରେ ପଦେ ଲେଖିପାରୁନି କି ଭଲରେ ପଦେ କଥା କହିପାରୁନି। ନା ଓଡ଼ିଆରେ ଏସେ ଲେଖିପାରୁଛି, ନା ଓଡ଼ିଆରେ ସରଳାର୍ଥ ଭଲସେ ଲେଖିପାରୁଛି କିମ୍ବା କ୍ୱେଶ୍ଚିନ୍ ଆନ୍ସର ଲେଖିପାରୁଛି। ତ ଠିକ୍ ଅଛି, ଏଇଟା ଓବିୟସ୍ କଥା, ଏଥିରେ କିଛି ଅସୁବିଧା ବି ନାହିଁ। ତ ଆମକୁ କ'ଣ କରିବାକୁ ପଡ଼ିବ? ଆମେ ଇଂଲିଶ ମିଡ଼ିୟମ ସ୍କୁଲରେ ହଉ କିମ୍ବା ଓଡ଼ିଆ ମିଡ଼ିୟମ ସ୍କୁଲରେ ହଉ, ଯେଉଁଠି ବି ପଢ଼ାନ୍ତୁ ଆପଣମାନେ, ଦେଖନ୍ତୁ ସିଲାବସ୍ ହେଉଛି ଗୋଟେ, ପାଠ ହେଉଛି ଗୋଟେ, କେବଳ ଲାଙ୍ଗୁଏଜର ଡିଫରେନ୍ସ। ଇଂଲିଶ ମିଡ଼ିୟମ ସ୍କୁଲରେ ଇଂଲିଶରେ ପଢ଼ା ହେବ, ଓଡ଼ିଆ ମିଡ଼ିୟମ ସ୍କୁଲରେ ଓଡ଼ିଆରେ ପଢ଼ା ହେବ। ଆପଣମାନଙ୍କର କାମ ହେଉଛି ଇଂଲିଶ ମିଡ଼ିୟମ ସ୍କୁଲରେ ଓଡ଼ିଆ ସବଜେକ୍ଟକୁ ପିଲାମାନଙ୍କୁ ଟିକେ ଅଧିକା ଫୋକସ୍ ଦେଇକି ପାଠ ଟିକେ ପଢ଼ାନ୍ତୁ, ଏବଂ ଓଡ଼ିଆ ମିଡ଼ିୟମ ସ୍କୁଲରେ ଇଂଲିଶକୁ ଆପଣମାନେ ଟିକେ ଅଧିକା ଫୋକସ୍ ଦିଅନ୍ତୁ। ତ ତାଙ୍କର ସେଥିରେ ୱିକ୍ ରହିବନି, ଇଂଲିଶରେ ୱିକ୍ ରହିବନି, ଆଉ ଇଂଲିଶ ମିଡ଼ିୟମ ସ୍କୁଲରେ ପିଲାଙ୍କର ଓଡ଼ିଆରେ ୱିକ୍ ରହିବନି। ତ ଦୁଇଟା ଯାକ ବାଲାନ୍ସ ହେଇକି ଚାଲିବ। କିନ୍ତୁ ଦୁଇଟା ଯାକ ସ୍କୁଲ ବହୁତ ଭଲ। ପିଲାମାନେ ଆମର ସବୁ ସମାନ, ଯେଉଁଠି ବି ପଢ଼ିଲେ ଭଲ କରିବେ। ତ ସେଥିପାଇଁ ୱରିଡ୍ ହେବା ଦରକାର ନାହିଁ। ଆପଣମାନେ ଯେଉଁଠି ବି ଚାହୁଁଛନ୍ତି ଖୁସିରେ ପଢ଼ାନ୍ତୁ ପିଲାଙ୍କୁ। ପିଲାମାନେ ଯଦି ନିଜେ ଚେଷ୍ଟା କରିବେ, ଯେଉଁଠି ପଢ଼ିଲେ ବି ବହୁତ ଭଲ କରିବେ। ରହୁଛି, ନମସ୍କାର।